ଯେତେବେଳେ ରିଲିଜ୍ ହେଇଥିଲା ଆପଣ ଜନ୍ମଗ୍ରହଣ କରିଥିଲେ? ନା ସେଇଟା କେବେ ହେଇଥିଲା ତ ମୁଁ ଜାଣିନି, ବାକି ମୁଁ ଷ୍ଟୋରି ଶୁଣିଛି ମମିଙ୍କ ଠାରୁ। ତାପରେ ତ ଗୀତ ଗୁଡ଼ା ବି ସବୁ ଦେଖିଛି, ମୋର ତାଙ୍କ ସବୁଯାକ ଗୀତ ମୋତେ ବହୁତ କୋଉ ପସନ୍ଦ। ଗୀତଟା ବେଶୀ ଭଲ ଲାଗେ? ଯେଉଁ ଲିରିକ୍ସ ତ ମନେ ପଡ଼ୁନି, ବାକି ତାର ଟାଇଟେଲ୍ ସଙ୍ଗଟା ଯେଉଁ ଥାଏ ସେଇଟା ମୋତେ ବହୁତ କହିଲେ ମୁଁ କହିବି ସେଇଟା ମୋତେ ବହୁତ ପସନ୍ଦ। ପାପା ମୁଁ ଜାଣିନି ସେ କିଏ, ସିଏ ତ ଆସିଲା ଆଉ ଆମକୁ ସାଇଡ଼୍ ମାରିଦେଇ ପଳେଇଲା। ମୁଁ କେମିତି ଜାଣିବି ଯେ ସେ କିଏ? ମୁଁ ଆଉ ଆଦି ଆମେ ଏଇ ଦୁଇ ଜଣ ହିଁ ଯାଉଥିଲୁ। ମୁଁ ଜାଣିନି ପାପା। ମୋ ନାଁ ଶୀତୁଲ। ଏ ର୍ୟାକେଟ୍ ମୁଭିରେ ମୋ ନାଁ ଆରାଧ୍ୟା ହେଇଛି। କ'ଣ କହିବେ ଫିଲ୍ମକୁ ନେଇକି? କେମିତି ଅଫର୍ଟି ମିଳିଥିଲା ଆପଣଙ୍କୁ ଫିଲ୍ମ? ଅଫର୍ଟି ମୋତେ ମିଳିଥିଲା, ମୋର ଜଣେ ଭାଇ ଏବେ ମୋତେ କଲ୍ କରି କହିଥିଲେ କି ଗୋଟେ ମୁଭି ଆସୁଛି, ତ ଡିରେକ୍ଟର ସାର୍ଙ୍କ ସହିତ ବି କଥା କରେଇଥିଲେ। ତାପରେ ଅଡ଼ିସନ୍ ବି ମୋର ହେଇଥିଲା, ଅଡ଼ିସନ୍ ପରେ ମୋତେ ଚଏସ୍ କରିଥିଲି ଆଉ। ଆପଣଙ୍କର କ'ଣ ଅଛି କ୍ୟାରେକ୍ଟର ଏଥିରେ, ମାନେ ଆପଣଙ୍କୁ କିଡ଼ନାପ୍ କରାଯାଉଛି ନା ଆପଣଙ୍କୁ ନେଇକି କାହାଣୀ ହେଇଛି? ଷ୍ଟୋରି ତ ବହୁତ ବଢ଼ିଆ ଅଛି, ମାନେ ଗୋଟେ ଛୋଟ ହସ ଖୁସିର ଫ୍ୟାମିଲି, ମାନେ ଗୋଟେ ଛୋଟ ଭୁଲ ପାଇଁକି କେତେ ବଡ଼ ଇସ୍ୟୁ ହେଉଛି ତାକୁ ନେଇକି ଆମ ମୁଭି ହେଇଛି। ଭୁଲଟା କିଏ ଆପଣ କରିଛନ୍ତି? ଭୁଲଟା ମୁଁ ନୁହେଁ, ବାକି ଏଇଟା ଟିକେ ସସ୍ପେନ୍ସ ଅଛି। ମ୍ୟାଡ଼ାମ୍ ଏଇଟା ଆପଣଙ୍କ ଡେବ୍ୟୁ ଫିଲ୍ମ କହିପାରିବେ? ଆଜ୍ଞା ଆଜ୍ଞା ଡେବ୍ୟୁ ଫିଲ୍ମରେ ଏତେ ବଡ଼ ବଡ଼ ଷ୍ଟାରକାଷ୍ଟ ଅଛନ୍ତି, କେମିତି କ'ଣ ସ୍କ୍ରିନ୍ ସେୟାର କଲେ ଆପଣଙ୍କ ସହିତ? ମୋତେ ନମ୍ରତା ମ୍ୟାମ୍ ମୋ ଆଇଡଲ୍ ସିଏ, କାରଣ ମୁଁ ଯେତେବେଳେ ତାଙ୍କ ଫାଷ୍ଟ ମୁଭି ଦେଖିଥିଲି ଆଇ ଲଭ୍ ୟୁ ମୁଭି ଦେଖିଥିଲି, ତାପରେ ଆଇ ଲଭ୍ ୟୁ ମୁଭି ଦେଖିଲା ପରେ ସେ ମୋର ସେବେଠାରୁ ଫେଭରେଟ୍। ଆଉ ମୁଁ ଯେତେବେଳେ ତାଙ୍କୁ ମମି କହିଲେ କି ତୋର ଜାଣିଛୁ ନା ତୋ ମାମା କ୍ୟାରେକ୍ଟର କରୁଛନ୍ତି ନମ୍ରତା ମ୍ୟାମ୍, ମାନେ ମୁଁ ଏତେ ଖୁସି ହେଇଗଲି ଯେ ମୁଁ ନିଜେ ଡ୍ୟାନ୍ସ ବି କଲି, ମାନେ ଏତେ ଖୁସି ହେଇଗଲି ମୁଁ। ଆଉ ମ୍ୟାମ୍କୁ ଯେବେ ଦେଖିଲି ଫାଷ୍ଟ ମୋତେ ଲାଗିଲା କି ଏତେ ବଡ଼ ଆର୍ଟିଷ୍ଟ କ'ଣ କହିବେ, ତ ମୁଁ ଫାଷ୍ଟ ଟିକେ ମାନେ ସାଇଲେଣ୍ଟ ରହିଲି, ବାକି ସିଏ ନିଜେ ଆସିକି ମୋତେ ହକ୍ କରିଦେଲେ, କହିଲେ କେସେ ହୋ, ମୋତେ ବହୁତ ଖୁସି ଲାଗିଲା। ଆଚ୍ଛା, ଆଇ ଲଭ୍ ୟୁ ଫିଲ୍ମ ଯେତେବେଳେ ରିଲିଜ୍ ହେଇଥିଲା ଆପଣ ଜନ୍ମଗ୍ରହଣ କରିଥିଲେ? ନା ସେଇଟା କେବେ ହେଇଥିଲା ତ ମୁଁ ଜାଣିନି, ବାକି ମୁଁ ଷ୍ଟୋରି ଶୁଣିଛି ମମିଙ୍କ ଠାରୁ। ତାପରେ ତ ଗୀତ ଗୁଡ଼ା ବି ସବୁ ଦେଖିଛି, ମୋର ତାଙ୍କ ସବୁଯାକ ଗୀତ ମୋତେ ବହୁତ ପସନ୍ଦ। କୋଉ ଗୀତଟା ବେଶୀ ଭଲ ଲାଗେ? ଯେଉଁ ଲିରିକ୍ସ ତ ମନେ ପଡ଼ୁନି, ବାକି ତାର ଟାଇଟେଲ୍ ସଙ୍ଗଟା ଯେଉଁ ଥାଏ ସେଇଟା ମୋତେ ବହୁତ କହିଲେ ମୁଁ କହିବି ସେଇଟା ମୋତେ ବହୁତ ପସନ୍ଦ। ମ୍ୟାଡ଼ାମ୍ଙ୍କ ସହ ଯେତେବେଳେ କଥା ହେଲେ ସୁଟିଂ ସେଟ୍ରେ, ତାଙ୍କୁ କ'ଣ ଶିଖିବାକୁ ପାଇଛନ୍ତି? ମୋତେ ବହୁତ ସପୋର୍ଟ କରିଛନ୍ତି ମ୍ୟାମ୍। ଆଉ ମୋତେ କହିଛନ୍ତି, ମୁଁ ଯେତେବେଳେ ବି ଡବିଂ ଦିଏ, ମୁଁ ଯେହେତୁ ଡବିଂ ଦିଏ ଗୀତ ବି ଗାଏ, ତ ମ୍ୟାମ୍ ମୋତେ କହିଛନ୍ତି କି ଥର ମୁଁ ବସିଥିବି ତ ଆସିକି କହିବେ ଗୀତ ଗାଅ କି ଡବିଂ ବି କର, ସମସ୍ତଙ୍କୁ କହିବେ କି ସମସ୍ତଙ୍କୁ କୁହ କି ତୁମେ ଡବିଂ କରୁଛ, ଯେଉଁ ଗୀତ ଗାଉଛ ସମସ୍ତଙ୍କୁ କୁହ। ତାପରେ ମୋତେ ଏଥିରେ ବି ମୁଁ ଆକ୍ଟିଂ କଲା ଟାଇମ୍ରେ ବି ମୋତେ ବହୁତ ଟ୍ରିଟ୍ କରିଛନ୍ତି, କେମିତି କରିବୁ, ଏମିତି କଲେ ଭଲ ଲାଗିବ, ସେମିତି କଲେ ଭଲ ଲାଗିବ, ମୋତେ ବହୁତ ସପୋର୍ଟ କରିଛନ୍ତି ମ୍ୟାମ୍। ଆଗରେ ଡାଇଲଗ୍ କହିଲା ବେଳେ ନର୍ଭସନେସ୍ କେବେ ଆସିଛି ନା ରିଟେକ୍ ହେଇଛି, ଏମିତି କିଛି ସିଚୁଏସନ୍ ଆସିଛି? ସେ ମୋତେ ସେମିତି କେବେ ବି ଫିଲ୍ କରିବାକୁ ଦେଇନାହାନ୍ତି, ନର୍ଭସ୍ ମୁଁ ସେଥିପାଇଁ ହେଇନି, କାରଣ ମୋତେ ସିଏ କେବେ ଗୋଟେ ଆର୍ଟିଷ୍ଟ ଭଳିଆ ଦେଖିନାହାନ୍ତି, ସବୁବେଳେ ମୋତେ ନିଜ ଝିଅ ଭଳିଆ ହିଁ ଟ୍ରିଟ୍ କରିଛନ୍ତି, ତ ମୋତେ କେବେ ବି ନର୍ଭସ୍ ହେଇନି ତାଙ୍କ ପାଖରେ। ଆଗକୁ କ'ଣ ଲକ୍ଷ୍ୟ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇକି ଆପଣଙ୍କର? ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇକି ମୋର ଗୋଟେ ଭଲ ଆକ୍ଟ୍ରେସ୍ ହିଁ ହେବାର ଅଛି। ଆଉ ନୁହେଁ ଯେ ମୁଁ କହିବି କି ହିରୋଇନ୍ ହେବି, ଏସବୁ ଯାହା ଭାଗ୍ୟରେ ଥିବ, ମୋର ଗୋଟେ ଭଲ ଆକ୍ଟ୍ରେସ୍ ହିଁ ହେବାର ଅଛି। ଆପଣ ଟିକେ ପୂର୍ବରୁ କହୁଥିଲେ ଡକ୍ଟର ହେବେ ବୋଲି? ଡକ୍ଟରଟା ହେବି, ବାକି ଏଇଟା ସାଇଡ଼୍ରେ ହିଁ ରହିବ, କାରଣ ଡକ୍ଟର ହେଲେ ବି ଆକୁ ବି ମୁଁ ସାଇଡ଼୍ରେ ରଖିପାରିବି, କାରଣ ବହୁତ ଜଣ ବି କରିପାରୁଛନ୍ତି ଏମିତି। ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆପଣ କାହାକୁ ବେଶୀ ଫଲୋ କରନ୍ତି? ସେମିତି ତ ମୁଁ ଏତେ ଜଣଙ୍କୁ କାହା ସହିତ କରିନି, ଏଇଟା ମୋର ଫାଷ୍ଟ ମୁଭି, ତ ମ୍ୟାମ୍ଙ୍କ ସହିତ ମ୍ୟାମ୍କୁ ମୁଁ କେବଳ କହିବିନି କି ମୁଁ ମ୍ୟାମ୍କୁ ଫଲୋ କରୁଛି, କାରଣ ମୁଁ ସମସ୍ତଙ୍କଠୁ ବହୁତ ମାନେ ଯେତେ ବି ଦେଖେ ମୁଭି ଦେଖେ, ଓଡ଼ିଆ ମୁଭି ସବୁ ଯେଉଁ ରିଲିଜ୍ ହୁଏ ମମି ମୋତେ ସବୁ ଦେଖାନ୍ତି, କୁହନ୍ତି କି ଦେଖ କେମିତି କରୁଛନ୍ତି, ତୁ ଏମିତି କଲେ ଭଲ ଲାଗିବ, ସେମିତି କଲେ ଭଲ ଲାଗିବ, ତ ମୁଁ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖେ। ମ୍ୟାଡ଼ାମ୍ ଆପଣ କହିଲେ କି ଆପଣ ଡକ୍ଟର ହେବେ, ସାଇଟ୍ରେ ଏଇଟାକୁ ରଖିବେ। ସପୋଜ୍ ଆପଣ ଡକ୍ଟର ହେଇଗଲେ, ହିରୋଇନ୍ ମଧ୍ୟ ହେଇଗଲେ, ଏପଟେ ଗୋଟେ ଆଜି ସୁଟିଂ ଥିବ, ଆଜି ଗୋଟେ ଅପରେସନ୍ ମଧ୍ୟ ଥିବ, କାହାକୁ ବେଶୀ ପ୍ରାୟୋରିଟି ପ୍ରଥମେ ଦେବେ?
ओबियसली मु टाइम मैनेज ही करी कारण एबे एबे टाइम रे शूटिंग सेट को जिबा हाँ। ओटीटी भी जिबा ऑपरेशन सेट भी जाओ। एबे मु बहुत छोट अछि तो मात्र माने +2 रे ही बस मोर फर्स्ट ईयर हैला तो ଆପଣ ଯେହେତु ଦୁଇଟା ପେସେଣ୍ଟକୁ ବାଛୁଛନ୍ତି ସେଥିପାଇଁ କୁହାଯାଉଛି ତ ଆପଣ କାହାକୁ ଚୁଜ୍ କରିବେ ପ୍ରଥମେ କାହାକୁ ଇମ୍ପୋର୍ଟାନ୍ସ ଦେବେ ओबियसली मु कहबी कि कारण जेहेतु डॉक्टर हेबी माने सेतिके मन दृढ़ रखिबा भी दरकार पेशेंट आग तो जेहेतु मु डॉक्टर हेबी जदि मु तो जानिनी हेबी कि नहीं तो मु परिश्रम करी जहाँ मो भाग्य रे थिबो आ हेगला परे जदि भी मु हे गली जदि सेमती किछि गोटे सिचुएशन आसिला ताले मु निश्चय शूटिंग लाइन रे आपको कहे कि मु टिके मैनेज करबे कारण जेहेतु आगो रोगी आगो तो सीटा मु देखिबी ଓଡ଼ିଆ ଫିଲ୍ମରେ କାହାକୁ ଆପଣ ଇନ୍ସପିରେସନ୍ ବୋଲି ଭାବନ୍ତି ନା କାହାକୁ ଭାବନ୍ତି नहीं ଆଉ ବଲିଉଡ୍ सेमिति नहीं सेमिति नुहे मु समस्त किछि ना किछि शिखे तो मु भावेनी कि ये ही मोर फेवरेट माने आंको पाखर ही शिखिबी समस्त पाखे किछि ना किछि अछि तो समस्त ठाରୁ मु शिखे डॉक्टर पढ़िबाटा काट शिखले कारण हम ओडी इंडस्ट्री पे दुई जन डॉक्टर शीतल दीदी और भूमिका दीदी ताको शिखिछन डॉक्टर ना डॉक्टर सेथिपाई नुहे बाकी मते जार भी किछि गोटे देह खराब हुए कि कौन हुए मोर छोट बड़ू इच्छा अच्छी आ मते भी जने डॉक्टर झील करछंती डॉक्टर देवाशीष जेठी तो झील करछंती जेहेतु तांकर भी गोटे इच्छा मो झील निश्चय गोटे डॉक्टर हबो तो आउ भी माने केवल तांको इच्छा रे नुहे मोर भी गोटे इच्छा जे मो रोगी सेवा करबी तो सेथिपाई ରାକେଟ ଫିଲ୍ମ ଆସୁଛି ତ ଆଜ୍ଞା। ରାକେଟ ଫିଲ୍ମ ପୂର୍ବରୁ ଆପଣ କିଛି ଡାଇଲଗ୍ ଆପଣ ଯୋଉଟା ଫିଲ୍ମରେ ମାରିଛନ୍ତି ସେଇଟା ସେୟାର କରିବା ପାଇଁ ଚାହିଁବେ निश्चय कारण एथि मोर एते भी डायलॉग नहीं जहाँ खाली मोर रिएक्शन ही अच्छी तो मोर एते डायलॉग नहीं गोटे छोट डायलॉग कहूँ पापा मु जानी से कि सी तो आसला अब आमको साइड मारते पड़ेगा मुझे जानवी जे से कि आदि आम ये दी जन ही जाऊँ मु जानी पापा से कि थैंक यू।